ଅଦରକାରୀ କଥା ଏ ସବୁକୁ ଯଦି ଜମା କରି ରଖିବି, ମୁଁ କହୁଥିଲି ପରା ଆପଣ ମାନଙ୍କୁ ମୋର 2-3ଟା ମୋବାଇଲ ନଷ୍ଟ ହେଇଯାଇଛି କେବଳ ଏସବୁ ଭର୍ତ୍ତି ହେଇକି। ଆଉ ଲେଖା ଯାଉଥିବ କଣ, ତମର ଡାଟା ସରିବା ପାଇଁ ଯାଉଛି, ଡାଟା ସରିବାକୁ ଯାଉଛି ବୋଲେ ମଧ୍ୟ ଆମେ ଡିଲିଟ କରୁନୁ। ପୁରା ପୁରା ହ୍ୟାଙ୍ଗ ହେଇଯିବ ମୋବାଇଲ, କେତେ ସିଷ୍ଟମ କାମ କରିବ ନାହିଁ। ଆପଣଙ୍କର ମଧ୍ୟ କେତେ ସିଷ୍ଟମ ଧୀରେ ଧୀରେ କାମ କରିବା ବନ୍ଦ କରିଦେବ। ତାପରେ କଣ କରିବ? ମୋର ପ୍ରିୟ ଭାଇ ଭଉଣୀ ମାନେ, ଖରାପ ଚିନ୍ତା ଆସିପାରେ, କିନ୍ତୁ ମୋର ମୁଣ୍ଡରେ ତାକୁ ବସା ବାନ୍ଧିବାକୁ ଦେବାର ନାହିଁ। ଅନେକ ଦୁଶ୍ଚିନ୍ତା ଆସେ, ସେ ଦୁଶ୍ଚିନ୍ତାକୁ ଆପଣ ମୁଣ୍ଡରେ ଭର୍ତ୍ତି କରିକି ଦେଖିବେ କେ ଜଣଙ୍କର ମୁଣ୍ଡ ବଥା ହଉଥାଏ, କିଛି ନା କିଛି ବାମ ଲଗାଉଥାନ୍ତି, ସ୍ପ୍ରେ ମାରୁଥାନ୍ତି। କଣ ପାଇଁ? ନିଜର ଘରର ଚିନ୍ତା ପାଇଁ ନୁହେଁ, ଅଦରକାରୀ ଚିନ୍ତା ପାଇଁ, ଅଦରକାରୀ ଲୋକମାନ ପାଇଁ। ଅନ୍ୟମାନେ ବଦଳି ପାରିବେନି, ଆପଣ ବଦଳି ଯାଆନ୍ତୁ। ଆପଣ ସେମାନଙ୍କୁ ବରଦାସ୍ତ କରିବାକୁ ଶିଖନ୍ତୁ, ସେମାନଙ୍କର ଗୁରୁତ୍ୱ ଆପଣ କମେଇ ଦିଅନ୍ତୁ। ସେମାନଙ୍କୁ ଗୁରୁତ୍ୱ ଦେଇକରି ଆପଣ ନିଜକୁ ନଷ୍ଟ କରନ୍ତୁ। ସେମାନଙ୍କ ଚାହାଣୀ, ସେମାନଙ୍କ କଥା, ସେମାନଙ୍କ ବ୍ୟବହାର ଆପଣଙ୍କୁ ବହୁତ ବାଧେ। ଆପଣ ସେଗୁଡାକ ବେଶୀ ଗୁରୁତ୍ୱ ଦିଅନ୍ତୁନି। ଆପଣଙ୍କୁ ଦେଖନ୍ତୁ ବେଳେ ବେଳେ କଥା କହିଦେବେ, ତାପରେ ଆପଣଙ୍କୁ ଅନେଇବେ, ଆରେ ମୁହଁ ଶୁଖିଲା ନା ନାହିଁ, ଏ କାନ୍ଦୁଛି ନା ନାହିଁ। ଆପଣ ସାଙ୍ଗେ ସାଙ୍ଗେ ବାଥରୁମରେ ଯିବେ, ମୁହଁ ଧୋଇବେ, ତାପରେ ବେଡରୁମରେ ଯିବେ, ପଛେଇକି ଆସିଲେ ସେ ଜାଣିବ ମୋର କଥାଟା କାମ ଦଉଛି, ଆଉ ସେ ଦ୍ୱିତୀୟ କଥା କହିବ। ଆମ କଥାରେ ଅଛି, କେମିତି ମାରିବ? ଭାତରେ ମାରିବ, ନହେଲେ କଥାରେ ମାରିବ। କେମିତି ମାରିବ? ଭାତରେ ମାରିବ, ନହେଲେ କଥାରେ। ମାନେ ଜଣେ ଲୋକକୁ ଖାଇବାଟା କମ ଦେଲେ ସେ କଣ ହୁଏ, ଧୀରେ ଧୀରେ ଦୁର୍ବଳ ହେଇ ମରିଯାଏ। ଆଉ ଗୋଟେ ବିଷୟ, କଥାରେ ସେ ମରିଯାଏ। ଭଉଣୀ ମାନେ, ଆପଣ ମାନେ ସମସ୍ତଙ୍କ ମନେ ଥିବ, ବେଳେ ବେଳେ ଇଆଡୁ ସିଆଡୁ କଥାରେ ବ୍ୟତିବ୍ୟସ୍ତ ହେଇ ଆପଣ ଚର୍ଚ୍ଚ ଯିବା ସମୟ ଭୂତ ଭଳିଆ ହେଇକି ଯାଇଥାନ୍ତି, ରେଡି ବି ହେଇନଥିବେ। ଆଜି କେମିତି ଗୋଟେ ପଳେଇବା ବୋଲା ବେଳେ ଲୋକ ଦେଖି ଭାବୁଛି ଆଜି କେମିତି ବାଣୀ ଭଳିଆ ଆସିଥିବେ। କାରଣ ମନ ହଉନଥିବ ଆପଣଙ୍କୁ ଏ ଅଦରକାରୀ ଚିନ୍ତା ଗୁଡାକ ସକାଶେ। ଏ ଅଳିଆ ଗୁଡାକ ଯାହା ଅଛି ସବୁ କାଢନ୍ତୁ, ନହେଲେ ଆପଣ କଣ ଏବେ ଦିନେ ଅସୁବିଧାରେ ପଡିବେ। ଗୀତ ସଂହିତା 4 ପର୍ବ 4 ପଦ। ଭୀତ ହୁଅ ଓ ପାପ କର ନାହିଁ, ତୁମ୍ଭେମାନେ ଶଯ୍ୟା ଉପରେ ମନେ ମନେ କଥା କହି ନୀରବ ହୁଅ। କଣ ଲେଖା ଅଛି? ଭୀତ ହୁଅ, ପାପ କର ନାହିଁ, ଶଯ୍ୟାରେ ମନେ ମନେ କଥା ହେଇକି ଚୁପ ହେଇଯାଅ। ମାନେ କଣ? ଆପଣଙ୍କ ଭିତରେ ଏମିତି ଅଦରକାରୀ ଚିନ୍ତା ଆସିବ, ତାକୁ ସେତିକିରେ ରଖି ଦିଅନ୍ତୁ। କେତେ ଜଣ ଏସବୁ ଚିନ୍ତା କରି କରି ରାତି ସାରା ଶୋଇପାରିବେନି। ଆପଣ ମାନଙ୍କୁ ବି ସେମିତି କେତେଟା ରାତି ଯାଇଥିବ, ରାତି 2ଟା 3ଟା ପର୍ଯ୍ୟନ୍ତ ବସିକି ବାସ୍ ମନେ ମନେ କଥା କହି ନୀରବ ରହିଯିବା କଥା। ଆଉ କିଛି ତାକୁ ଭିତରେ ପଶେଇବାର ନାହିଁ, କଥା ପାଟି ଆଡେ ବାହାରି ପଡୁ। ଆମେ ମନର କଥା ପ୍ରକାଶ କରିପାରୁନଥିଲୁ। ତ ମୁଁ କହୁଥିଲି ଆପଣଙ୍କୁ ଗତ ଅଧ୍ୟାୟ ଗୁଡିକରେ, ଆଜି ଆମେ ଚିନ୍ତା କରୁ ମନର ଅଳିଆ ସଫା କରିବା ପାଇଁ। ଭୀତ ହୁଅ ଓ ପାପ କର ନାହିଁ, ତୁମାନେ ଶଯ୍ୟା ଉପରେ ମନେ ମନେ କଥା କହି। ଆପଣ କଣ କରିବାର ଅଛି? ନୀରବ ହୁଅ ମାନେ କଣ? ରିଲାକ୍ସ ହୁଅ ବୋଲିବା। ନୀରବ ହୁଅ ମାନେ କଣ? ରିଲାକ୍ସ ହୁଅ, ହାଲକା ହୁଅ, ହାଲକା ହେଇଯାଆନ୍ତୁ। ଏ ଅଳିଆ ଗୁଡାକ, ଅଳିଆ ଥିଲେ କଣ ହବ? ଅଳିଆ ଥିଲେ ଗନ୍ଧିବ। ପ୍ରିୟ ଭାଇ ଭଉଣୀ ମାନେ, ଆମ ଘର ଦାଣ୍ଡରେ ନାଳଟା ଗୋଟେ ଯାଉଛି, ମାନେ ଚାରିଆଡରୁ ଅଳିଆ ଆସି ଆମ ଦାଣ୍ଡରେ ପଡେ। ସଫା କଲା ପରେ ଟିକେ ମନ ଶାନ୍ତି ଲାଗେ। ଫିନାଇଲ ପକାଇ ପକାଇ ହାଲିଆ ହେଇଗଲେଣି, କିନ୍ତୁ ଅଳିଆଟା ଆସି ଜମା ହୁଏ। ସଫା ହେଲେ ହିଁ
ଭଲ ଲାଗେ, ଦାଣ୍ଡଟା ମଧ୍ୟ ସଫା ଲାଗେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଏ ବାହାରର ଚିନ୍ତା ଆଣି ଘରେ ପଶାନ୍ତୁନି। ଆମର କଥାରେ ଅଛି, ଗାଁ ପରିମଳ ଧୋବା ତୁଠରୁ। କଣ ଗାଁ ପରିମଳ ଧୋବା ତୁଠରୁ? ଧୋବା ତୁଠ ସଫା ହେଇଯାଉ ଆଗ, ପରେ ଘରେ ସଫା ହବ। ଏ ବାହାରର ବିଷୟ ଗୁଡାକ ମୁଣ୍ଡରେ ପଶାନ୍ତୁନି। ମନର ମଇଳା ସଫା କରନ୍ତୁ। ଆଜି ବସିବା, ଚାହା ଫା ପିଇଲା ବେଳକୁ ଟିକେ ବସି ଚିନ୍ତା କରନ୍ତୁ, କଣ କଣ ମଇଳା ମୁଁ ଜମା କରିଛି, ସେଇଥିପାଇଁ ମୁଁ ଖାଇ ପାରୁନାହିଁ, ସେଥିପାଇଁ ମୁଁ ଶୋଇ ପାରୁନାହିଁ, ସେଥିପାଇଁ ମୁଁ ହସି ପାରୁନାହିଁ, କଥା ହେଲା ବେଳେ ବି ଅନ୍ୟ ମନସ୍କ ହେଇଯାଉଛି। ଆପଣ କେବେ ଫେଲ ହେଇଥିଲେ? ଲାଷ୍ଟ ଟାଇମ ଆପଣ ଏକ୍ସାମ ଦେଇଥିଲେ, ହେଲା ନାହିଁ, ଲାଷ୍ଟ ଟାଇମ ହେଲା ନାହିଁ, ଏବେ ହେବ ନାହିଁ। ଲାଷ୍ଟ ଟାଇମ ର ଫେଲିୟର କୁ ଧରିଲେ ବର୍ତ୍ତମାନ ବି ଫେଲ ହବ। ପ୍ରିୟ ଭାଇ ଭଉଣୀ ମାନେ, ଗତ ଥର ସେ ବୋଲର ଆଉଟ କରିଥିଲା, ଏବେ ବି ଆଉଟ କରିବ ବୋଲି ମାନେ ଅଛି କି? ଅନେକ ଲୋକ ଦେଖିବେ ସେ ଗତ ଥର ଆଉଟ କଲା, ତା ଥର ଆଉଟ କଲା, ସେ ଡରରେ ସେ ବୋଲର ଆସିଲେ ସେ ଆଉଟ ହେଇଯାଉଛି। ସେ ଯଦି ସେ ବ୍ୟାଟିଂ କଲା ବେଳକୁ ସେ ବୋଲରକୁ ପଠେଇଥିବ, ଜିନିଷ ଆଉଟ କରିବ ତାକୁ। ଶୈତାନ ବେଳେ ବେଳେ ଏମିତି ଲୋକକୁ ପଠେଇବ ଆପଣଙ୍କୁ ଡିସକରେଜ କରିବା ପାଇଁ, ଆପଣଙ୍କୁ ହୀନସ୍ତା କରିବା ପାଇଁ, ଆପଣଙ୍କ ମନୋବଳକୁ ଭାଙ୍ଗିବା ପାଇଁ। ଆପଣ କଣ କରିବାର ଅଛି? ଏ ମନର ଯେତିକି ମଇଳା ଗୁଡାକ ଧୀରେ ଧୀରେ ବାହାର କରିବାର ଅଛି। ଏଫିସିଓ 4:26। କ୍ରୋଧ ହେଲେ ପାପ କର ନାହିଁ, ସୂର୍ଯ୍ୟ ଅସ୍ତ ନ ହେଉଣୁ କ୍ରୋଧ ପରିତ୍ୟାଗ କର। ଆପଣଙ୍କର ଅଳିଆ କେତେ ଭିତରେ ସଫା ହେଇଯିବାର ଅଛି? ସୂର୍ଯ୍ୟ ଅସ୍ତ ନ ହଉଣୁ। ଘରର ଅଳିଆ ସକାଳେ ସଫା ହୁଏ, ମନର ଅଳିଆ ସନ୍ଧ୍ୟା ସୁଦ୍ଧା ସଫା ହେଇଯିବା ଦରକାର। ପ୍ରିୟ ଭାଇ ଭଉଣୀ ମାନେ, ଆମେ କଣ କରୁ? ଘରର ଅଳିଆଟା, ଏବେ ମୁଁ ବାକ୍ୟ ଦଉଛି, ମୁଁ ସେ ମିସିଲକୁ ଜଗିଛି ଏବେ, ବୁଝିଲେ ନା ନାଇଁ? ସେ ଅଳିଆ ଗାଡିଟା ଆସିବ, ସେ ବାଜିଲା ମାନେ ମୁଁ ବ୍ୟସ୍ତ ହେଇଯାଉଥିଲା କେତେବେଳେ ମେସେଜ ସାରିକି ଯିବି ବୋଲିକି, କାରଣ ତଳକୁ ଯାଇ ଗେଟ୍ ଖୋଲିବି, ତାକୁ ମଇଳା ନେଇକି ଦେବି ବୋଲା ଭଳିଆ ମୋର ମାଇଣ୍ଡ ଟା ସେଠି ଥାଏ, ମିସିଲ ବାଜିଲା ନା ନାଇଁ, ମିସିଲ ବାଜିଲା ନା ନାଇଁ ବୋଲିକି ମୁଁ ବ୍ୟସ୍ତ ହେଇଯାଏ। କାରଣ ସକାଳେ କଣ ହୁଏ, ଆମର ରାତିର ଯୋଉ ମଇଳାଟା ସକାଳେ ସେ ନେବା ପାଇଁ ଆସେ, ଦିନ ସାରା କାଲିର ସେ ନେଇକି ଯାଏ। ଆମକୁ କଣ କୁହାଯାଉଛି? କ୍ରୋଧ ହେଲେ ପାପ କର ନାହିଁ, ମନର ମଇଳା କଣ କର? ସନ୍ଧ୍ୟା ସୁଦ୍ଧା ସଫା କରିଦିଅ। ସୂର୍ଯ୍ୟ ଅସ୍ତ ନ ହଉଣୁ ଆପଣଙ୍କର ଅଳିଆଟା ଫୋପାଡ଼ି ଦେବାର ଅଛି। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ନହେଲେ କଣ ହବ? 27 ପଦ ହବ, 27 ପଦ ପଢିବେ। ପୁଣି ଶୟତାନକୁ ସ୍ଥାନ ଦିଅ ନାହିଁ। କଣ ହବ? ମାଛି ଆସି ବସିବ, ଆବର୍ଜନା ଥିଲେ କଣ ହବ? ସେଠି ସେଠି ଦୁର୍ଗନ୍ଧ ବାହାରିବ, ପୋକ ତିଆରି ହବ, ହବ ନା? ଆପଣ ଦେଖିବେ ଆଜିକାଲି ଯୋଉ ଫଳ ଗୁଡାକ ଦେଖୁଛୁ, ବାହାରେ ବଢିଆ ଦେଖାଯାଉଛି, ଭିତରେ ପୋକ ହେଇଯାଇଥାଉଛି। ଏ ଆମ୍ବଟା ଦେଖିବେ, ବିଶେଷ କରି ସତ ନା ନାଇଁ, ବାହାରେ ଏତେ ସୁନ୍ଦର ଦୁଷ୍ଟ, ଭିତରେ ପୋକ। ଏତେ ଆମ୍ବ କାଟିଲା ପରେ ଆପଣ ଗୋଟେ 10 ମିନିଟ, 5-10 ମିନିଟ ରଖିବେ, ସେଠୁ ବାହାରିବ ସାଲୁ ବାଲୁ ହେଇକି। ଏବେ କାଟୁ କାଟୁ ଖାଇବେ ନାହିଁ ଆପଣ। ସେଠି କଣ ଥିବ? ବାହାରେ ଭଲ ଅଛି, ଭିତରେ କଣ ହେଇଛି? ପୋକ ହେଇଯାଇଛି। ଆମମାନେ ମଧ୍ୟ ବାହାରେ ଭଲ ଦେଖାଯାଉଛୁ, କିନ୍ତୁ ଭିତରେ କେତେ କ୍ଷତିଗ୍ରସ୍ତ ହେଇଛୁ, କେତେ ଅଳିଆ ଅଛି। ଯଦି ଆପଣ ସୂର୍ଯ୍ୟ ଅସ୍ତ ନ ହଉଣୁ ଅଳିଆ ସଫା କରିବେ ନାହିଁ, ତେବେ କଣ ହବ? ସେଠି ଦୁର୍ଗନ୍ଧ ବାହାରିବ, ଶୈତାନ ବାହାରିବ, ସେଠୁ ସେ ବଳକା ବିଷୟ ନଷ୍ଟ କରିଦେବ। ପବିତ୍ର ଆତ୍ମା ହିଁ ସଫା ଆତ୍ମା ଅଟନ୍ତି, ସୂଚି ଆତ୍ମା ଅଟନ୍ତି। ଶୈତାନ ମନ୍ଦ ଆତ୍ମା, ଦୁଷ୍ଟ ଆତ୍ମା। ସେ ଆସିଲା ମାନେ ଦୁଷ୍ଟ କାମ କରେଇବ। କ୍ରୋଧ ଯଦି ରହିଥିବ ଆପଣଙ୍କ ମୁଣ୍ଡରେ, ଆପଣଙ୍କୁ କିଛି ଦୁଷ୍ଟ କାମ କରିବା ପାଇଁ ଦେବ। ରାଗିକି ଥିଲା ବେଳେ କଣ କରିବେ? ଚାହା ମଧ୍ୟ ଭଲ ବନେଇକି ଦେବେନି। ଭଉଣୀ ମାନଙ୍କ ମନେ ଥିବ, ସ୍ୱାମୀ ଉପରେ ରାଗିଥିଲେ
ଚାହା କେମିତି ବନେଇକି ଦିଅନ୍ତି ଆପଣ ମାନଙ୍କ ମନେ ଥିବ ସେ ଆଜି ଦେବି ଚାହାକୁ ବୋଲିକି ସେ ଧଡ 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 ନହେଲେ ପ୍ରେମରେ ଥିଲେ ସେ ଚା ବନଉଥିବେ ପାଣି ଫୁଟିବ ତାପରେ ଏଇଟା ପକେଇବେ ତାପରେ ଅଦା ପକେଇବେ ତାପରେ ସବୁ ଜଣଙ୍କ ଘରେ ସ୍ୱାମୀ ସ୍ତ୍ରୀ ଝଗଡା ହେଇଯାଇଛନ୍ତି ମୁଁ ଯାଇଛି ଲୁଣ ଚା ପିଇବା ପାଇଁ ଚିନି କଣ ଥିବ ଆମେ ଯେତେବେଳେ ବି ରାଗିଛୁ ଭୁଲ କରିଛୁ ଭାତ ନଷ୍ଟ ହେଇଛି ତରକାରୀ ନଷ୍ଟ ହେଇଛି ମାନେ ଏ ଅଳିଆ ଗୁଡାକ ଆମର କିଛି କାମରେ ଆସେନି ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ ଆପଣମାନଙ୍କୁ ଅନୁଗ୍ରହ କରନ୍ତୁ କ୍ରୋଧ ହେଲେ ସନ୍ଧ୍ୟା ସୁଦ୍ଧା ତାକୁ ବାହାର କରିଦିଅନ୍ତୁ ଅଳିଆଟା ସଫା କରିଦିଅନ୍ତୁ ନହେଲେ ସେ ଅଳିଆଟା କଣ କରିବ ଆପଣଙ୍କର ଦିନ ଆସନ୍ତା ସମୟ ନଷ୍ଟ କରିବ ଶୈତାନ ତ ବସା ବାନ୍ଧିବ ଆଉ ଶୈତାନ ବସା ବାନ୍ଧିବ ଆମ ଘରେ ବି ବେଳେ ବେଳେ ସେ ଅଳିଆଟା ରହିଯାଇଛି ଆମେ ବାହାରେ କୁଆଡେ ଗଲେ ନାନା ପ୍ରକାର ସେଠି ପୋକ ତିଆରି ହେଇଯାଏ ସେଠି ଏବେ କଣ କରୁଛୁ ଯେବେ ଯିବା ସମୟ ତାକୁ ପଲିଥିନରେ ଭର୍ତ୍ତି କରି ଫୋପାଡ଼ିକି ଯାଉଛି କଣ ହବ ଘର ଦୁର୍ଗନ୍ଧ ଦେଖିବେ କେତେ ଜଣଙ୍କର ବାଥରୁମ ଗନ୍ଧୁଥିବ କେତେ ଜଣଙ୍କର କିଚେନ ଗନ୍ଧୁଥିବ କାହିଁକି ଅଳିଆ ଡବାରେ ଅଳିଆ ରହିଥିବ ସେଟା ଭର୍ତ୍ତି ହେଇକି ରହିଥିବ ତ ଆପଣଙ୍କର ମନରେ ଯେତିକି ମଇଳା ଅଛି ତାକୁ ଯଦି ସଫା କରିବେ ନାହିଁ ଆପଣ ନିଜେ ହିଁ କ୍ଷତିଗ୍ରସ୍ତ ହେବେ ଦୁର୍ଗନ୍ଧର ନିଜେ ସହିବା ପାଇଁ ପଡିବ ମୋର ପ୍ରିୟ ଭାଇ ଭଉଣୀ ଆପଣ ମସ୍ତ ଖୋଲନ୍ତୁ ଉପଦେଶକ 7 ପର୍ବ ତାର 21-22 ଉପଦେଶକ 7 ତାର 21-22 ମଧ୍ୟ ଯେତେ କଥା କୁହାଯାଏ ସେ ସବୁରେ ମନୋଯୋଗ କର ନାହିଁ କଲେ କେଜାଣି ତୁମ୍ଭ ଦାସ ତୁମ୍ଭକୁ ଶାପ ଦେବାର ତୁମ୍ଭେ ଶୁଣିବ କାରଣ ତୁମ୍ଭ ମନ ଜାଣେ ଯେ ତୁମ୍ଭେ ମଧ୍ୟ ଅନ୍ୟମାନଙ୍କୁ ସେହିପରି ବାରମ୍ବାର ଶାପ ଦେଇଅଛ କଣ ଲେଖା ଯାଇଛି କଣ କରିବାର ଅଛି ପ୍ରିୟ ଭାଇ କେତେ ସୁନ୍ଦର ଲେଖା ଅଛି ମଧ୍ୟ ଯେବେ କଥା କୁହାଯାଏ ସେ ସବୁରେ ମନୋଯୋଗ କର ନାହିଁ ମହାତ୍ମା ଗାନ୍ଧୀଙ୍କର 3ଟା ମାଙ୍କଡ ମନେ ଅଛି ନା ନାଇଁ ସେ 3ଟା ମାଙ୍କଡ 3ଟା କଥା ଶିଖାନ୍ତି ମନ୍ଦ ଦେଖିବ ନାହିଁ ମନ୍ଦ ଶୁଣିବ ନାହିଁ ମନ୍ଦ କହିବ ସେ 3ଟା ମାଙ୍କଡକୁ ଆମେ ଭୁଲି ଯାଇଛୁ ଏବେ ଯୋଉ ବଳକା ମାଙ୍କଡ ଗୁଡାକ ଆସିଲେ ଆମକୁ ପାଗଳ କରି ପକାଉଛନ୍ତି ଏ ମାଙ୍କଡ ଗୁଡାକ ଦେଶକୁ ଅସ୍ଥିର କରି ପକାଉଛନ୍ତି ପ୍ରିୟ ଭାଇ ଭଉଣୀ ମାନେ କାଲି ଗୋଟେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଭୁବନେଶ୍ୱରରେ ପିଟି ପକାଇଛନ୍ତି ଲୋକମାନେ ମାନେ ଭାବି ଦେଖନ୍ତୁ ଭୁବନେଶ୍ୱର ପରି ଜାଗାରେ ଗୋଟେ କମିଶନର ବି ସୁରକ୍ଷିତ ନାହିଁ ଗୋଟେ ଉଚ୍ଚ ପଦସ୍ଥ ଅଧିକାରୀ ବି ସେ ସୁରକ୍ଷିତ ନାହିଁ ମାନେ ପୁରୀରେ ଯାହା ହେଲା ସେଟାକୁ ଡାଇଭର୍ଟ କରିବା ପାଇଁ ଭୁବନେଶ୍ୱର ଗୋଟେ କରାଯିବ ଯଦି ପୁରୀର ଘଟଣାକୁ ଦଳା ଚକଟାରେ ମରିଗଲେ ଲୋକମାନେ 3ଟା ମନ୍ତ୍ରୀ 2ଟା ବଡ ବଡ ବ୍ୟବସାୟୀ ଆଜି 3ଟା ଫିଲ୍ମ ଷ୍ଟାର ମରିଗଲେ ମଲେ କି ନାଇଁ ଏ ନିରୀହ ଲୋକମାନେ ଯାଇ ଦଳା ଚକଟାରେ ମରୁଛନ୍ତି କେବେ କୋଉ ମନ୍ତ୍ରୀ ମରିବ ନାହିଁ ମନ୍ତ୍ରୀର ପୁଅ ମରିବ ନାହିଁ କୋଉ ଧନୀ ଲୋକ ମରିବ ନାହିଁ ଏମାନେ ଦଳା ଚକଟା ହିଁ ମରିବେ ଆଗ ଏମିତି ଦଳା ଚକଟାରେ ଯୋଉମାନେ ରଥ ଚକ ତଳେ ପଡି ମରି ଯାଉଥିଲେ କି ନାହିଁ ତାକୁ ଗୋଟେ ନୂଆ ନାମ ଦେଇଥିଲେ କଣ ଏ ଲୋକ ମରିବା ସାଙ୍ଗେ ସାଙ୍ଗେ ବୈକୁଣ୍ଠକୁ ପଳେଇବେ କୋଉ କୁଣ୍ଠକୁ ବୈକୁଣ୍ଠକୁ ପଳେଇବେ ତ ସେମିତି ପାଇଁ ଲୋକର ଆଗ୍ରହ ବି ବଢି ଯାଉଥିଲା ତଳେ ପଡି ମରିବା ପାଇଁ ଏବେ ପୋଲିସ ଜଗୁଛନ୍ତି ଭିତରେ କାହାକୁ ଛାଡୁନାହାନ୍ତି ରଥ ଚକ ତଳେ ପଡି ମରିଗଲେ ସେ ବୈକୁଣ୍ଠକୁ ପଳେଇବ ସେ କଲା ପାପ କୁଆଡେ ଯିବ ମାନେ ଅନେକ ପ୍ରକାର ଅପସଂସ୍କୃତି କୁସଂସ୍କୃତି ପଶେଇ ଦେଇଛନ୍ତି ମୋର ପ୍ରିୟ ଭାଇ ଭଉଣୀ ମାନେ ଗାନ୍ଧିଜୀ ଆମକୁ ଶିଖାଇଥିଲେ କଣ 3ଟା ମାଙ୍କଡକୁ ମନେ ରଖିବୁ ଅଦରକାରୀ ବିଷୟ ଦେଖିବ ନାହିଁ ଅଦରକାରୀ ବିଷୟ କହିବ ନାହିଁ ଅଦରକାରୀ ବିଷୟ ଶୁଣିବ ନାହିଁ କହିଲେ କଣ ହବ ପାପ ହବ ସେଟା ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଆମମାନଙ୍କୁ ଦୟା କରନ୍ତୁ ଯେପରି କଥାରେ ଗୋଟେ ଅଛି ମାଇଣ୍ଡ ୟୁର ବିଜନେସ ବୋଲିକି କଣ ମାଇଣ୍ଡ ୟୁର ବିଜନେସ ଆମେ କଣ କରୁ ଅଲଗାର ବିଜନେସ କୁ ଆମ ମୁଣ୍ଡରେ ପଶେଇଥାଉ
पर घरे कौन है ता घरे कौन है या घरे कौन है लोक कौन कर बहुत दिन घर झगड़ा ही ना राति कौन घरे लाइट टा जली राति घर लाइट जले मुंड बता कौन मु देखुली बहुत समय पर्यंत घरे लाइट जली मु देखुली घरे शीघ्र लाइट बंद हो गला शीघ्र शोई पड़े आपण के शोले से चिंता करते घरे केते लोक आसी जीवे ना कौन रही सका देखुची लोक जीवासवा होती ये सब चिंतार लोक मुंडर मैला को सफा न कले व्यतिव्यस्त है प्रिय माने प्रभु मान को अनुग्रह कर जदि आप देखिए प्रथम थेसलोनिक्य 4 पर्व 11 पद प्रथम थेसलोनिक्य 4 पर्व 11 पद पुणी ତୁମ୍ଭ ମାନଙ୍କୁ ଦତ୍ତ ଆମ୍ଭମାନଙ୍କର ଆଜ୍ଞା ଅନୁସାରେ ତୁମ୍ଭେମାନେ ଯେପରି ଶାନ୍ତିରେ ବାସ କରି ଆପଣା ଆପଣା କାର୍ଯ୍ୟରେ ଲାଗିବାକୁ ଓ ନିଜ ନିଜ ହାତରେ କାର୍ଯ୍ୟ କରିବାକୁ ମର୍ଯ୍ୟାଦାର ବିଷୟ ମନେ କର ଏଥି ନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ। कौन बोली कहते तुम मान दत्त आंब मान आज्ञा अनुसार तुम्हें मैंने जब शांति रे बास करी अपना अपना कार्य लगे कौन निजर कार्य लगी रुहतु अन्य चिंता छाड़ू निज कार्य लगी पड़ी रुहतु एटा मर्यादार विषय एटा मर्यादार विषय चेष्टा करिबा आगो को आमे कौन करिबा पाए ए सब अदरकारी चिंता आम मुंडू काढ़ा अलिया मोर प्रिय भाई भाई मान अब देखिए द्वितीय थेसलोनिक्य 3 पर्व तार 11 और 12 पद ଯେଣୁ ତୁମ୍ଭମାନଙ୍କ ମଧ୍ୟରେ କେହି କେହି ଅବିହିତ ଆଚରଣ କରୁଅଛନ୍ତି ଓ କୌଣସି କାର୍ଯ୍ୟ ନ କରି ଅନଧିକାରୀ ଚର୍ଚ୍ଚାରେ ବ୍ୟସ୍ତ ଅଟନ୍ତି ବୋଲି ଆମ୍ଭେମାନେ ଶୁଣୁଅଛୁ। ଏହି ପ୍ରକାର ଲୋକମାନଙ୍କୁ ଶାନ୍ତ ଭାବରେ କାର୍ଯ୍ୟ କରି ନିଜ ନିଜର ଅନ୍ନ ଭୋଜନ କରିବାକୁ ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଓ ଚେତନା ଦେଉଅଛୁ। कौन कहते तुम मान मध्य कहीं कहीं अविहित आचरण करुअछंती अविहित आचरण करुअछंती कौन सी कार्य न करी अनधिकार चर्चा रे व्यस्त अछंती कौन किछि काम नहीं खाली चर्चा प्रिय भाई भौणी मैंने आपण टिके शांति रे बसबी कहला गोटे कॉल पळे आस्थिबो कहीं कॉल आछि से लोक बेकार बसछि से कौन करी क्या फोन करी आज क्या फोन करी आज के से दीदी को फोन कर दिए आज से भाई को फोन कर दिए आज कॉल कर दिए गोटे 40-45 मिनट गपीब तार टाइम सरीगला और मुझे रखी मोर टे कम अच्छी तो रखुची कहीदेव माने 40 मिनट तार कम नाला आमर कम को से नष्ट कला भाई भौणी मैंने बेले बेले आप घर कि जन आस बसी पड़ती मैंने आउ जाती बसी गपु था आप कम थे उठी जाई पारे नहीं अनधिकार चर्चा व्यस्तता आज आम चेष्टा करवा आमर मनरे जी महिला अच्छी सबू महिला को बाहर करवा प्रार्थना करवा प्रभु कहवा प्रभु मत दया कर प्रभु ए अदरकारी विषय गुड़ा अदरकारी विषय थी द्वारा दरकार विषय आसी पार आमर गोटे बड़ ड्रम टा थाए से गहम भर्ती रखी आमे 2-3 जन केते खाइबो गहम खाइलु खाइलु तापर रहीगला रहिला परे वर्षे 2 वर्ष अच्छी मु भावुची भल अच्छी तार ऊपर मुहटा बंद कराई भितर किछि नहीं खाई की पूरा चोपा कर दी आउ से कला पक सब भर्ती जाइए पर दिने से लूज कला सब पक गुड़ाक बुलवा कारण ये गुड़ाक कौटू आसले पर से रास्ता देखी गला तो सेठू बाहर पर से पूरा ड्रम टा को नहीं सफा करा आपण मान घरे देखी आपण घरे माने आपण मान मुंडरे
ଅନେକ ମଇଳା ଜମା ହେଇଯାଇଥିବ, ଆଉ ସେ ମଇଳା ଗୁଡାକରୁ ଅନେକ ଦୁର୍ଗନ୍ଧ ବାହାରୁଥିବ। ମନ ଯଦି ସୁସ୍ଥ ନଥିବ, ଆଜି ବାକି ବିଷୟ କଣ ସୁସ୍ଥ ଥିବ? ତେଣୁ ଆପଣ ଆଉ ମୁଁ ଆଜି ପ୍ରାର୍ଥନା କରିବା, ପ୍ରଭୁ ମତେ ଦୟା କର, ଅନୁଗ୍ରହ କର। ତିତୋସ ତାର 2 ପର୍ବ 6 ପଦ ଟିକେ ପଢିବେ। ତିତୋସ 2 ପର୍ବ 6 ପଦ। ସେହିପରି ଯୁବକମାନଙ୍କୁ ସର୍ବ ବିଷୟରେ ସୁବୁଦ୍ଧି ହେବା ପାଇଁ ଉତ୍ସାହ ଦିଅ। କଣ ହେବା ପାଇଁ? ସୁବୁଦ୍ଧି। ସୁବୁଦ୍ଧି ହେବା ପାଇଁ, ତାଙ୍କର ମାଇଣ୍ଡ ଟା ଠିକ କରିବା ପାଇଁ କୁହ ବୋଲି ଲେଖା ଅଛି। ମାନେ ସୁବୁଦ୍ଧି ହେବା ପାଇଁ, ଭଲ ମନା ହେବା ପାଇଁ, ଆପଣଙ୍କୁ ବ୍ୟତିବ୍ୟସ୍ତ କରୁଥିବା ଚିନ୍ତା ଗୁଡିକୁ ଆପଣ ବାହାର କରନ୍ତୁ। ଦେଖିବେ ଯୁବା ବୟସରେ ଅନେକ ପିଲାମାନେ ଏ ଅଦରକାରୀ ଚିନ୍ତାରେ ରହି ତାଙ୍କର ପାଠ ପଢା ବି ନଷ୍ଟ କରିଦିଅନ୍ତି। ପାଠ ପଢା ବି ନଷ୍ଟ ହେଇଯାଏ, କ୍ୟାରିୟର ବି ନଷ୍ଟ ହେଇଯାଏ। ଆପଣ କଣ କରନ୍ତୁ, ଆଗକୁ ଆପଣ ମାନେ ଏ ଅଦରକାରୀ ବିଷୟରେ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ଯଦି ଆପଣଙ୍କୁ ଭଲ ଲାଗୁନି ଟିକେ ଶୋଇପଡନ୍ତୁ, ଭଲରେ ଶୋଇପଡନ୍ତୁ, ଭଲରେ ଉଠନ୍ତୁ। କେତେ ଜଣ ଶୋଇବା ପାଇଁ ଗଲେ ବି ମୋବାଇଲ ଟା ପାଖରେ ଥାଏ, ସେ ମୋବାଇଲ ଦେଖି ଦେଖି ନିଦ ଆସୁଥିବ, ସେ ମୋବାଇଲ ଧରି ବସିଥିବେ, ତାପରେ ନିଦ ପଳେଇବ, ମୋବାଇଲ ଶୋଇବି ବୋଲି ବି ହବନି। ଚେଷ୍ଟା କରନ୍ତୁ ଆପଣ ଗୁଡିଏ ବିଷୟ। ପ୍ରଭୁ ଆଜି ଆପଣ ମାନଙ୍କୁ ମତେ ଅନୁଗ୍ରହ କରନ୍ତୁ, ଯେପରି ଆଗାମୀ ସମୟ ମାନଙ୍କରେ ଆମମାନେ ଆମର ମନରେ ଥିବା ଅଳିଆକୁ ଆମେ ସଫା କରିବା। ଆଜି ପ୍ରାର୍ଥନା କରିବା। ଅନେକ ଲୋକ କଷ୍ଟ ପାଉଛନ୍ତି। ଅନେକ ଲୋକ କଣ କରିବେ, ଆପଣଙ୍କ ଘରେ ଆପଣଙ୍କ ଦାଣ୍ଡରେ ଅଳିଆ ପକାଇ ସେ ପଳେଇବ, ଆପଣ ଦେଖିଥିବେ। ସେ ଅଳିଆ ପକାଇ ସେ ଆରାମରେ ଥିବ, ଆମେ ଦୁର୍ଗନ୍ଧ। ସେ କଣ କରିବ, ଆମ ଘରେ ଅଳିଆ ପକେଇ ଦେଇକି ପଳେଇବ, ଆମ ମନରେ ଅଳିଆ ବିଞ୍ଚି ଦେଇ ପଳେଇବ, ଆମ ମନରେ ଅଦରକାରୀ କଥା କହି ପଳେଇବ, ଆମେ ଘାଣ୍ଟି ହଉଥିବୁ, ସେ ଆରାମରେ ଥିବ କହିଦେଇ। ଆପଣ ବି ତାକୁ ବାହାର କରିବାକୁ ଚେଷ୍ଟା କରନ୍ତୁ। ପ୍ରିୟ ଭାଇ ଭଉଣୀ ମାନେ, ଆଜି ପ୍ରାର୍ଥନା କରିବା ପ୍ରଭୁଙ୍କ କତିରେ ଯେ ପ୍ରଭୁ ମତେ ଦୟାକରି ସାହାଯ୍ୟ କର, ଦୟାକରି ସାହାଯ୍ୟ। ଆମର ଦିନ ଯଦି ଖରାପ ହଉଛି, ରାତି ବି ଖରାପ ହେଇଯାଉଛି। ରାତିରେ ଭଲ ଶୋଇ ବି ପାରୁନାହାନ୍ତି। ଆମେ ସେ ଅଳିଆ ଗୁଡାକ ବାହାର କରନ୍ତୁ। ଅଳିଆ ତ ବାହାର କରନ୍ତୁ, ଅଳିଆ ଲୋକକୁ ବି ଜାଗା ଦିଅନ୍ତୁ ନାହିଁ ମନରେ। ଘରେ ତ ଆସିବାଟା ମନା କରିହବ ନାହିଁ, କିନ୍ତୁ ମନରେ ଜାଗା ଦିଅନ୍ତୁ। ଗୋଟେ କବାଟ ଥାଏ ନା ଘରେ, ଡୋରଟା ଥାଏ। ଆଜିକାଲି ଘର ମାନଙ୍କର 3ଟା ଲେଖା ଡୋର ଅଛି। ଗୋଟେ ମଶା ନ ଆସିବା ପାଇଁ, ଗୋଟେ ପବନ ଆସିବା ପାଇଁ, ଆଉ ଗୋଟେ କିଏ ନ ଆସିବା ପାଇଁ। ଦେଖିବେ ଯଦି ଆପଣଙ୍କ ଘରେ କବାଟ ଯଦି ତାଲା ପଡିନଥିବ, କିଏ ବି ପଳେଇ ଆସିବେ ଘରକୁ। ଘର ଭିତରେ ହଠାତ୍ ପଶିଥିବେ ସେମାନେ। ଚୋର ବି ହେଇପାରନ୍ତି, ଡକାୟତ ବି ହେଇପାରନ୍ତି। ଲୋକ ଥାଉ, ଖୋଲିକି ଲୋକ ଆସନ୍ତୁ, ପଚାରନ୍ତୁ କିଛି କାମ ଅଛି କି, ସେଠୁ କଥା ବି ପଠେଇ ଦିଅନ୍ତୁ। ଯୋଉ ଲୋକ ଆପଣଙ୍କର ବାରଣ୍ଡାରୁ ଯିବା କଥା ସେ ବାରଣ୍ଡାରେ ଯାଉ, ଯୋଉ ଲୋକ ଗେଟରୁ ବାହାରି ଯିବା ସେ ଗେଟରୁ ବାହାରେ ଯାଉ, ଯୋଉ ଲୋକ ଘରେ ଆସିବା କଥା ସେ ଘରକୁ ଆସେ। ମତେ ବି ବେଳେ ବେଳେ ଲୋକ ଫୋନ କରନ୍ତି, ମୁଁ ପଚାରେ କିଛି କାମ ଥିଲା ବେଳେ 1-2 ମିନିଟ ରଖିଦବ ସେ, ନହେଲେ ସେ ଆରମ୍ଭ କରିବ ଦୁନିଆ ଷ୍ଟୋରି। ଆମ ଘରେ ବେଳେ ବେଳେ କେହି ଆସନ୍ତି, ଆପଣ ମାନଙ୍କ ଘରେ ଆସିବେ, ଆସି ବସି ଗପୁଥିବେ ଗପୁଥିବେ ଗପୁଥିବେ, କିଛି କାମ ନଥିବ। ଯଦି କିଏ ଆସିବେ ଆପଣ ପଚାରିବେ କିଛି କାମ ଥିଲା, ସେ ହଡବଡ ହେଇଯିବ, ନାଇଁ କିଛି କାମ ନଥିଲା, ଓ ଠିକ ଅଛି, ସେ ବାହାରି ପଡିବ। ସେ ଆପଣଙ୍କ ମୁଣ୍ଡରେ ମଧ୍ୟ ଏ ଅଦରକାରୀ ବିଷୟ ଗୁଡାକ ଜମା ପଶାନ୍ତୁ, ଅଳିଆ ସଫା କରନ୍ତୁ। ସୁସ୍ଥ ମନ ହିଁ ସୁସ୍ଥ ଶରୀର, ସୁସ୍ଥ ମନ ସୁସ୍ଥ ଶରୀର। ଯଦି ମନ ଭଲ ନଥିବ, ଶରୀର ଭଲ। ଦେଖିବେ ଲୋକମାନେ କେତେ ମୋଟା ହୃଷ୍ଟପୃଷ୍ଟ ଥିବେ, ମନ ଯଦି ଦୁର୍ବଳ ହେଇଗଲା ସେ ଦୁର୍ବଳ ହେଇଯିବ। ଅନେକ ଲୋକ ଆପଣ ଦେଖିଥିବେ ମନ ଦୁର୍ବଳ ହେଇଗଲେ ସେ ଗଲା ଥିଲା।
से मन दुर्बल कहीं हुए सबू को नहीं भर्ती कर प्रभु आज आम अनुग्रह करंतु ए वाक्य शुणा द्वारा आम जीवन में अदरकारी चिंता गुड़ी आम बाहर कर मु जाने ना कौन कौन अलिया सब जमा होती आपण निजे ही ताको बाहर करवा गोटे पद पढ़ी प्रार्थना करवा उपदेशक 5 पर्व तार 3 पद कारण କାର୍ଯ୍ୟର ବାହୁଲ୍ୟରେ ସ୍ୱପ୍ନ ହୁଏ ପୁଣି ବାକ୍ୟର ବାହୁଲ୍ୟରେ ମୂର୍ଖର ରବ ହୁଏ। कौन लिखा जाच्छी କାର୍ଯ୍ୟର ବାହୁଲ୍ୟରେ ସ୍ୱପ୍ନ ହୁଏ। आपण तो मुंड भर्ती जदि गुड़े चिंता रखिथिबे रातिरे गुड़े चिंता आसीबे स्वप्न आसीबे। काली मते जणे कहउतिले आज्ञा मु आपण को स्वप्न रे देखिली कहली काली दिन सारा कौन करथिले नाय का काली दिन सारा बहुत व्यस्त थिली मु कहली सेते स्वप्न देखे प्रिय भाई भौणी माने କାର୍ଯ୍ୟର ବାହୁଲ୍ୟରେ कौन हुए स्वप्न हुए प्रभु आम अनुग्रह करंतु आ वाक्यर बाहुल्य मूर्खर रोग हुए बेसी कथा कहले मूर्खता ही बाहर प्रभु आम अनुग्रह करंतु आपण मन रे जेते सबु आबरू जाबरू विषय अच्छी ताकू बाहर कर अदरकार विषय सब बाहर कर प्रभु आम समस्त अनुग्रह करंतु नहले कौन हम समस्या पड़ना से फिलिपियो मन को लिखा समस्या कौन कहते जहाँ जहाँ अदरकारी ताकू छाड़ दरकार विषय सब रख जहाँ जहाँ प्रीति भाजन जहाँ जहाँ आदरणीय सहीटा था सब फिंगा दरकार नहीं अलिया फोपाड़ा दरकार बेले बेले कौन हुए आम 2 जन अच्छु मो वाइफ के फिंगा चेष्टा करेंगे मु पुणी डस्टबिन को चेक करी आठ काढ़ी काढ़ी ना दरकार अच्छे से पार्टी करेंगे मु तो फोपाड़ू तुम्हें कहीं आल ना कम आस कारण कम आसे मोर कम आसे से फोपाड़ी दिखती से अलिया फोपाड़ा पूर्व पुणी चेक करे कौन कौन फोपाड़ी प्रिय माने प्रभु आम अनुग्रह करंतु आपण मानकर जीवन आपण चिंता करने समय व्यक्तिव्यस्त होगा समय आपण को विषय व्यक्तिव्यस्त करुच्ची को विषय में चिंतित अच्छा मनर मैला गुड़ाक सफा करवा प्रार्थना करवा अनुग्रहकारी पिता परमेश्वर आम आपण गति आसुछु प्रभु आम मन रे अनेक अदरकारी विषय रही जाइछि अनेक अदरकारी कथा गुड़ाक जहाँ लोक माने कहिसंती जहाँ मान को बाधिछि आमे ताको एबे पर्यंत काढ़ी पारि ना प्रभु आपण आम अनुग्रह करंतु आपण आम दया करंतु प्रभु आपणकर अनुग्रह दया आमर सहित प्रेमी पिता परमेश्वर मु प्रार्थना करुछि प्रभु आम मन रे जो अदरकारी विषय गुड़ाक रही प्रभु ता बाहर करने आपण आम साहाय्य करंतु प्रतिटी भार आपण हस्त रखिली प्रभु लोक मैंने आम को कष्ट देछंती आम को व्यथित करिसंती समाज सकाशे आम थोड़े विव्रत होइछु भांगी पड़ीछु किंतु आज आम मनर मैला सब काढ़ा आम अनुग्रह कर पवित्र आत्मा परमेश्वर आम को परिष्कार करने दियो जब आम शांति रही पारिबु आनंद रही पारिबु आमर अवस्थित जीवन को आम आपणकर अनुग्रह दया बंची पारिबु आपण आम को दया कर प्रभु आम अनेक व्यथित होइछु अन्य मान कटु कथा समालोचना आम को भांगी देछि प्रभु आज आम बसी पुणी थे चिंता करुछु प्रभु आम भीतर सब अदरकारी विषय गुड़ाक बाहर करने आम को अनुग्रह कर दया कर प्रार्थना शुणी धन्यवाद आदर महिमा आपन को दूची प्रभु प्रति भार आपन समर्पण कली दया गुण कढ़े नि यीशु अति प्रिय नाम मागिली राजा दया शुणु आमेन 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 आसतु आम शेष आशीर्वाद ग्रहण करी।